ଆଜିର ପ୍ରସଙ୍ଗ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଗୁଣାତ୍ମକ ତଥ୍ୟ ସଂରକ୍ଷଣର ପ୍ରତିବଦ୍ଧତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦେଶରେ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ବିଗତ ଦଶନ୍ଧି ମଧ୍ୟରେ ଏ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ସାର୍ବଜନୀନ ସେବା ଆଧାରରେ ତଥ୍ୟ ସଂଗ୍ରହ ଏବଂ ପ୍ରସାରକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ ସ୍ୱଚ୍ଛତା ବୃଦ୍ଧି ପାଇବା ସହ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଜନସାଧାରଣଙ୍କ ପାଇଁ ତଥ୍ୟ ପାଇବାର ମାର୍ଗ ଉନ୍ମୁକ୍ତ ହୋଇପାରିଛି। ଉତ୍ସର୍ଗୀକୃତ ୱେବସାଇଟ୍ ମାଧ୍ୟମରେ ଏହା ଅଧିକ ଗତିଶୀଳ ହୋଇପାରିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରି 7ଟି ପ୍ରମୁଖ କ୍ଷେତ୍ର ଚିହ୍ନଟ କରିଛି। ଏହାଦ୍ୱାରା ଦେଶର ସରକାରୀ ପରିସଂଖ୍ୟାନ ବ୍ୟବସ୍ଥା ବିଶ୍ୱ ପରିସଂଖ୍ୟାନ ନବସୃଜନର ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତି ହେଉଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଜାତୀୟ ବହୁପକ୍ଷୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କର କାର୍ଯ୍ୟପ୍ରଣାଳୀରେ ଏହି ପରିସଂଖ୍ୟାନ ତଥ୍ୟକୁ ମୁଖ୍ୟ ଆଧାର ଭାବେ ସାମିଲ କରିବା ପାଇଁ ସହଯୋଗ ପ୍ରଦାନ କରୁଛି। ସାଇବର ସୁରକ୍ଷା ଇକୋସିଷ୍ଟମକୁ ଏଭଳି ପଦକ୍ଷେପ ଅଧିକ ବ୍ୟାପକ କରିବା ସହିତ ଜାତୀୟ ତଥ୍ୟ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଦେଶର ପରିସଂଖ୍ୟାନ ତଥ୍ୟ ଭିତ୍ତିଭୂମିର ସ୍ୱଚ୍ଛତା, ଗୋପନୀୟତା ଏବଂ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ହୋଇଛି। ଗତବର୍ଷ ଇ-ସଂଖ୍ୟିକୀ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି, ଯାହାଫଳରେ ତଥ୍ୟ ପାଇବା ଅଧିକ ସହଜ ହୋଇପାରୁଛି। ଆସନ୍ତାକାଲି ସମଗ୍ର ଦେଶରେ 19ତମ ପରିସଂଖ୍ୟାନ ଦିବସ ପାଳନ କରାଯିବ। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଦେଶରେ ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନାକୁ ଅଗ୍ରଗତି ପ୍ରଦାନ କରିବାରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ଜନ୍ମବାର୍ଷିକୀକୁ ଏହି ଦିବସ ସ୍ମରଣ କରାଇଥାଏ। 2007 ମସିହାର ପ୍ରତିବର୍ଷ ଜୁନ୍ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜାତୀୟ ନମୁନା ସର୍ବେକ୍ଷଣର 75 ବର୍ଷ। ଦେଶରେ ପ୍ରମାଣ ଆଧାରିତ ନିଷ୍ପତ୍ତି ଗ୍ରହଣ, ପ୍ରଶାସନକୁ ନିର୍ଭରଯୋଗ୍ୟ ସହଯୋଗ ଏବଂ ସମୁଚିତ ପରିସଂଖ୍ୟାନ ତଥ୍ୟ ପ୍ରଦାନ କରିବାରେ ଜାତୀୟ ନମୁନା ସର୍ବେକ୍ଷଣର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ମାରକୀ ମୁଦ୍ରା ଏବଂ ଲୋଗୋକୁ ଉନ୍ମୋଚନ କରାଯିବ। କେତେକ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶନ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହେବ। ମନ୍ତ୍ରଣାଳୟ ଦ୍ୱାରା ବିକଶିତ ମୋବାଇଲ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ କରାଯିବ। ପରିସଂଖ୍ୟାନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଫେସର ସି.ଆର୍. ରାଓ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଜାତୀୟ ନମୁନା ସର୍ବେକ୍ଷଣ 75 ବର୍ଷର ପ୍ରଦର୍ଶନ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ଏହି ଦିବସ ପାଳନ ଅବସରରେ କେତେକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ମନ୍ତ୍ରଣାଳୟ, ନୀତି ଆୟୋଗ, ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନିକ ଅଧିକାରୀ, ଅନ୍ତର୍ଜାତୀୟ ଏବଂ ଜାତୀୟ ସଂଗଠନର ପ୍ରତିନିଧି, ପରିସଂଖ୍ୟାନ ବିଶେଷଜ୍ଞ ଓ ଗବେଷଣା ପ୍ରତିଷ୍ଠାନ ତଥା ଅନ୍ୟାନ୍ୟ ଅଂଶୀଦାରଙ୍କ ସମେତ ପ୍ରାୟ 700 ବ୍ୟକ୍ତି ଏଥିରେ ଯୋଗଦେବାର ସମ୍ଭାବନା ରହିଛି। ଯୋଜନା ମନ୍ତ୍ରଣାଳୟର ସ୍ୱାଧୀନ ଭାବେ ଦାୟିତ୍ୱ ନିଭାଉଥିବା ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ, ଜାତୀୟ ପରିସଂଖ୍ୟାନ ଆୟୋଗର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲକ୍ଷ୍ମଣ କରାଣ୍ଡିକର ଏବଂ ସଚିବ ଡକ୍ଟର ସୌରଭ ଗର୍ଗ ପ୍ରମୁଖ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ଗବେଷକ ଏବଂ ନୀତି ନିର୍ଦ୍ଧାରକଙ୍କ ପାଇଁ ଅଧିକ ଦ୍ରୁତ ଏବଂ ଦକ୍ଷ ପରିସଂଖ୍ୟାନ ତଥ୍ୟ ଉପଲବ୍ଧ କରିବା ଲକ୍ଷ୍ୟରେ ଡାଟା ପ୍ରକ୍ରିୟାକରଣକୁ ଉନ୍ନତ କରିବାକୁ ଧ୍ୟାନ ଦିଆଯାଉଛି। ଦେଶରେ ବ୍ୟାପକ ଡିଜିଟାଲ ରୂପାନ୍ତରଣ କାର୍ଯ୍ୟାନ୍ୱୟନ ଯୋଜନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ସମ୍ପୂର୍ଣ୍ଣ ରୂପାନ୍ତରଣ ଖୁବ୍ ଶୀଘ୍ର ସମ୍ପନ୍ନ ହେବାର ସମ୍ଭାବନା ରହିଛି। ନୂତନ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ପରିସଂଖ୍ୟାନକୁ ଅଧିକ ସମୁଚିତ, ନିର୍ଭରଯୋଗ୍ୟ ଏବଂ ସୁଲଭ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତ୍ୟେକ ନାଗରିକ, ଗବେଷକ ଏବଂ ନୀତି ନିର୍ଦ୍ଧାରକଙ୍କୁ ଗୁଣାତ୍ମକ ତଥ୍ୟ ପ୍ରଦାନ ମାଧ୍ୟମରେ ସଶକ୍ତ ତଥା ନିର୍ଣ୍ଣୟାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଏହା ସହଯୋଗ ପ୍ରଦାନ କରିବ। 2047 ବିକଶିତ ଭାରତର ସ୍ୱପ୍ନ ସାକାର କରିବାରେ ଏହା ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।